ସେ ଭଙ୍ଗା ସମାଜ ତାକତ କେତେ ଆରେ ସମାଜ ସେ ଭଙ୍ଗା ସେ ଭଙ୍ଗା ସମାଜ ଆସିବା ନାଲି କୋଟିକୁ ସାଗର ମନରେ କେତେ ତ ନ୍ୟୁଜ୍ର ଭିନ୍ନ ଏକ କାର୍ଯ୍ୟକ୍ରମ କିଛି ସ୍ମୃତି କିଛି ଅନୁଭୂତି। ଆଜିର ଏହି କାର୍ଯ୍ୟକ୍ରମରେ ଆଜି ଆମେ ଯିବା ଏକ ଭିନ୍ନ ଏକ ଜଗତକୁ, ଯାହା ଦର୍ଶକ ହେଉ ପାରିବାରିକ ହେଉ ବିଭିନ୍ନ ସାଧାରଣ ବର୍ଗଙ୍କ ମନରେ ଜାଗା ବଜାଇଛି। ଆଜି ଆମେ ଯିବା ଯାତ୍ରା ଜଗତକୁ। ଅପେରା ଶ୍ରୀବାଦଲ। ଅପେରା ଶ୍ରୀବାଦଲର ଯେ ଲେଖକ ଅଛନ୍ତି ଗଦାଧର ସ୍ୱାଇଁ, 90 ଦଶକର ସେହି ଲେଖା ସେହି ଯାତ୍ରା ଦର୍ଶକମାନଙ୍କ ହୃଦୟରେ ଏପର୍ଯ୍ୟନ୍ତ ଘର କରି ରହିଛି। ସହରରୁ ଆସିଛି ସାପୁଆ କେଳା ଆଉ 2024ର ବାପ ହେବାଟି ପାପ, ସେ ବି 2025ରେ ଦର୍ଶକମାନଙ୍କ ମନ ଛୁଇଁଛି। ଅନେକ ନାଟକ ସେ ଲେଖିଛନ୍ତି, ତାଙ୍କ ଲେଖା ଦର୍ଶକମାନଙ୍କ ହୃଦୟକୁ ଛୁଇଁଛି। ଆଉ ଗୋଟିଏ ନାଟକ ଅଛି ଭଲ ପାଇଥିଲି ରାଜା ଝିଅକୁ, ସେ ମଧ୍ୟ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଆଜି ଆମେ ଯିବା ସେହି ଓଡ଼ିଆ ସଂସ୍କୃତି ପରମ୍ପରା, ଆମ ରାଜ୍ୟ ଓଡ଼ିଶା କଳାରେ ପରିପୂର୍ଣ୍ଣ। ଆଜି ଆମେ ସେହି ଯାତ୍ରା ମଞ୍ଚକୁ ଯିବା। ସେହି ଯାତ୍ରା ମଞ୍ଚ ଆମ ପାଖରେ ଆଜି ଜଗତସିଂହପୁର ଜିଲ୍ଲାରେ ଆଜି ପହଞ୍ଚିଛନ୍ତି ଯାତ୍ରା ଶ୍ରୀବାଦଲ। ଆଜି ଆମେ କଳାକାରମାନଙ୍କ ସହ ଭେଟିବା, ତାଙ୍କ କଳାକାର ଜୀବନର ଭିତିରି କଥା ଦର୍ଶକମାନଙ୍କୁ ଜଣାଇବା। କଳାକାର ଜୀବନ କେତେ କଷ୍ଟ କେତେ ବା ଆନନ୍ଦ। ସେଇ ପାଉଡ଼ର ସ୍ନୋ ପାଉଡ଼ର ମାରିଦେଲେ ଚିକଚିକି ଲାଇଟ୍ରେ ସେ ତାଙ୍କ ପରିବାରର ସବୁ କଥା ଭୁଲିଯାଆନ୍ତି ଓ ଦର୍ଶକମାନଙ୍କ ହୃଦୟକୁ ଆନନ୍ଦିତ କରନ୍ତି। ଆସନ୍ତୁ ତାଙ୍କ ସହ କଥା ହେବା। ଆମ ପାଖରେ ଆଜି ଶ୍ରୀଯାତ୍ରା ଶ୍ରୀବାଦଲ ଢେଙ୍କାନାଳ ସେ ଆଜି ପହଞ୍ଚିଛନ୍ତି। ତାଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର କରିବା, ଦର୍ଶକମାନଙ୍କୁ ଯାତ୍ରାର ଭିନ୍ନ ଭିତିରି କଥା ଜଣାଇବା। ମୁଁ ହେଉଛି ଅପେରା ଶ୍ରୀବାଦଲର ରାଇଟର ଗଦାଧର ସ୍ୱାଇଁ। ମୋର ପ୍ରଥମ ନାଟକଟି ହେଲା ଏ ପାଟିରେ ସହର ଆସିଛି ସାପୁଆ କେଳା। ସେହି ନାଟକରେ ମୁଁ ସମସ୍ତଙ୍କ ଆଶୀର୍ବାଦ ନେଇ ମୁଁ ନାଁ ନେଇଛି, ସମସ୍ତେ ବି ପ୍ରଶଂସା କରୁଛନ୍ତି ନାଟକଟିକୁ। ତାପରେ ଦ୍ୱିତୀୟ ନାଟକ ମୋର ହାଇଲାଇଟ୍ ହେଉଛି 2024ର ବାପ ହବା ପାପ। ମୁଁ ଆଶା କରୁଛି ଏ ନାଟକ ସମସ୍ତଙ୍କ ମନରେ ଖୁସି ଦେବ, ଆନନ୍ଦ ଦେବ, ସମସ୍ତଙ୍କୁ ହସାଇବ କନ୍ଦେଇବ। ଆପଣମାନଙ୍କ ଆଶୀର୍ବାଦରୁ ମୁଁ ନିଶ୍ଚିନ୍ତ ଆହୁରି ଆଗକୁ ଯାଇପାରିବି। ହଁ ଜଣେଇବି, ଏମିତି ଅନେକ କଥା ଟିକେ ସିନ୍ ଅଛି, କିନ୍ତୁ ଏ ବାପ ହବା ପାପ ନାଟକରେ ଯୋଡ଼େ ପାଳିତ ପୁଅକୁ ମୁଁ ପାଳି ପୋଷି ମଣିଷ କରିଛି। ନିଜ ପୁଅ ନିଜ ସ୍ତ୍ରୀକୁ ଛାଡ଼ି ଦେଇ ସେମାନଙ୍କ ମଣିଷ କରିବା ପାଇଁ ମୁଁ ଲାଗି ପଡ଼ିଥିଲି, କିନ୍ତୁ ସେମାନେ ନିଜକୁ ନିଜ ମ୍ୟାରେଜ୍ କରି ନିଜ ପାଦରେ ଠିଆ ହେବା ପରେ ମୋତେ ବହୁତ କଷ୍ଟ ଦୁଃଖ ଯନ୍ତ୍ରଣା ଦେଇଛନ୍ତି, ଯାହାଫଳରେ କି ଶେଷରେ ମୋତେ ଟର୍ଚର କରିଛନ୍ତି, ମୋତେ ମାରିଦେବା ପାଇଁ ମଧ୍ୟ ସେମାନେ ଚାହିଁଛନ୍ତି। କିନ୍ତୁ ସେହି ସମୟରେ ମୁଁ ତାଙ୍କୁ କହିଛି, ଏ ଶାନ୍ତୁଲ, ଏ ମିହିର, ତମେ ହେଉଛ ମୋ ଜୀବନ, ମୋ ପ୍ରାଣ। ଯଦି ବଞ୍ଚିବି ତମରି ପାଖରେ ବଞ୍ଚିବି, ଆଉ ମରିବି ତ ମୁଁ ତମରି ପାଖରେ ମରିବି। ଆଉ ମୁଁ ମରିଯିବା ପରେ ତମେ ଦୁଇ ଜଣ ମୋ ମୁହଁରେ ନିଆଁ ଦେଲେ ମୋ ଆତ୍ମା ଶାନ୍ତି ପାଇଯିବ ରେ, ମୋ ଆତ୍ମା ଶାନ୍ତି ପାଇଯିବ, ଶାନ୍ତି। ଆଜ୍ଞା ନମସ୍କାର, ମୋ ନାଁ ହେଉଛି ବାଦଲ କୁମାର ନାୟକ, ମୋ ଘର ହେଉଛି ଆଜ୍ଞା ବୌଦ୍ଧ। ମୁଁ ଅପେରା ଶ୍ରୀବାଦଲରେ ଗୋଟେ ହାସ୍ୟ ଅଭିନେତା ରୂପରେ ମୁଁ କାମ କରୁଛି। ଆଉ ଆମର ମିଷ୍ଟର ଗଦାଧର ସ୍ୱାଇଁଙ୍କର ଗୋଟେ ନାଟକ ଭଲ ପାଇଥିଲି ରାଜା ଝିଅକୁ, ସେଇଥିରେ ମୁଁ ହିରୋ ରୂପରେ କାମ କରେ। ଆଉ ସେଇଥିରୁ ମୁଁ ଗୋଟେ ଛୋଟିଆ ଡାଇଲଗ୍ କହିବି, ଯେଉଁଟାକି ଗୋଟେ ଇମୋସନାଲ୍ ଡାଇଲଗ୍, ଯେଉଁଟାକି ଝିଅର ବାହାଘର ଆଉ ଜାଗାରେ ହେଇଯାଇଛି। ମୁଁ ତାଙ୍କ ଘରକୁ ଯାଇକି ମୁଁ ତା ଉପରେ ରାଗିକି କହୁଛି, ଯାହାର ବାହାଘର ହେଇଯାଇଛି, ଆବେ ଇନ୍ସପେକ୍ଟର ବିନୋଦ ବର୍ମନ, ବେଇମାନ ଧପେବାଜ, ତୁ ଭାବିଛୁ ମୋ ଯାଇକୁ ମୋଠୁ ଛଡ଼େଇ ନେବୁ? ଆବେ ନାଇଁ, ଏ ଜିତୁ ହେଉଛି ଜାଇର, ଆଉ ଜାଇ ହେଉଛି ଏ ଜିତୁର। ଏ ଜିତୁ ଠାରୁ ତୁ ଜାଇକୁ ଛଡ଼େଇ ନେବାକୁ ହେଲେ ତତେ ଆଉ ଗୋଟେ ବାପ ଠାରୁ ଜନ୍ମ ନେବାକୁ ପଡ଼ିବ। ସେତେବେଳେ ଜାଇ ଆସିଛି, ଜାଇ କହୁଛି, ଜିତୁ ନାଇଁ, ମୁଁ ତମ ମୁହଁ ଦେଖିବାକୁ ଚାହେଁନି।
ଜିତୁ ତମେ କ'ଣ ପାଗଳ ହେଇଯାଇଛ? ହଁ ମୁଁ ପାଗଳ ହେଇଯାଇଛି, ପାଗଳ। କେବଳ ତମେ ମୋତେ ପାଗଳ ସଜେଇ ଦେଇଛ। ତମେ ଗୋଟେ ନିଷ୍ଠୁର, ତମେ ଗୋଟେ ପାଷାଣୀ, ତମେ ଗୋଟେ ସ୍ୱାର୍ଥପର। ହେ ଯାଇ ଆରେ ତମ ମନରେ ଯଦି ଏତେ କଥା ଥିଲା ତାହେଲେ କ'ଣ ପାଇଁ ମୋ ହାତ ଉପରେ ହାତ ରଖି କଥା ଦେଇଥିଲ ସାରା ଜୀବନ ମୋ ହାତ ଧରି ଚାଲିବ ବୋଲି? ଆମର ଗୋଟେ ନାଟକ ଅଛି, ସେଇ ନାଟକରେ ମୁଁ ଗୋଟେ ବାପା ରୋଲ୍ କରେ। ଆଉ ସେଇଠି ମୁଁ ଆଜ୍ଞା ନାଟକ ନାଁ ହେଉଛି ଏଇନେ ରିସେଣ୍ଟଲି ଆମର ନୂଆ ନାଟକ ଯେଉଁ ଅଛି ସେଇଟା ହସୁଛି ମନ୍ଦିର କାନ୍ଦୁଛି ଦେବୀ। ମୁଁ ସେଇ ନାଟକରେ ଗୋଟେ ଛୋଟିଆ କମେଡ଼ି ଡାଇଲଗ୍, ରହ ରହରେ ଷଣ୍ଢ, ତୁ ଯେଉଁ ମାଡ଼ଟା ଖାଇକି ଯାଇଛୁ ଆଉ ମୁହଁ ବୁଲେଇକି ଏଇ ଜାଗାକୁ ଆସିବୁନି। ହଇଲ ମା ସିନ୍ଧି, ମୁଁ ତତେ 1000 ବାର ମନା କରୁଛି, ତୁ ଏ ଗାଁ ଟୋକାଙ୍କର ବୁଲି ବୁଲି ଉଠାନି। ତୁ କ'ଣ ମୋ କଥା ଶୁଣିଲୁ? ହାତରେ ବେନିଟ୍ ଧରି, ହାତରେ କ୍ୟାମେରା ଧରି ବୁଲି ବୁଲି ଏ ଗାଁ ଟୋକାଙ୍କର ଉଠେଇଲୁ। ଏଇ ଗାଁ ଟୋକାଙ୍କର ଯେବେ ଉଠିବ ଆଉ ଏଇ ଗାଁ ଟୋକା ଯେତେବେଳେ ତମର ଉଠେଇବେ ସେତେବେଳେ ଚିନ୍ତା କରିପାରୁଛୁ ତ ତୋର ଅବସ୍ଥା କ'ଣ ହବ? ଜୟ ଜଗନ୍ନାଥ। ମୁଁ ଦୟାନିଧି ବେହେରା, ଢେଙ୍କାନାଳ ମୋ ଘର। ମୁଁ ଅପେରା ଶିବାଦଲରେ 20-22 ବର୍ଷ ରହିଲେଣି ଆଜ୍ଞା। ମୁଁ ବି ଭିଲିଆନ୍ ପାର୍ଟ କରେ। ଏମିତି ଚାଲିଛି ଆଉ 10-20 ବର୍ଷ ହେଲା ଚାଲିଛି। 2025ର ଯେଉଁ ଆଜି ସୁପରହିଟ୍ ନାଟକ କ'ଣ ଅଛି? ସୁପରହିଟ୍ ନାଟକ ହେଉଛି ବାପ ହେବାଟା ପାପ। હવે પરસો જવે પરસો બાબો પરસો રામ પૈસા કિયા ન કરે કામ। ଭିଲିଆନ୍ ତ ମୁଁ ଆଗରୁ କରେ, ଆଉ ଭିଲିଆନ୍ ଆଗରୁ କରେ। ଭିଲିଆନ୍ ପ୍ରତି ମୋର ଗୋଟେ ଲୋଭ କରେ। ଭିଲିଆନ୍ଟା ଯାତ୍ରା ଜଗତକୁ କ'ଣ ପାଇଁ ପାଦ ଦେଲେ? ଯାତ୍ରା ଜଗତ ଆମେ ତ ଆଜ୍ଞା ଠକ ଲୋକ। ଯାତ୍ରା ଜଗତକୁ ତ ଆଇଲୁ ଯେମିତି ପାଟ କଲୁ, ଆଉ ଅଲଗା ସଂସ୍ଥା ସବୁ ଛାଡ଼ିଦେଲୁ। ଆଉ ଯାତ୍ରା ଜଗତର ଖୁସି ଅଛନ୍ତି? ଖୁସିରେ ଅଛୁ ଆଜ୍ଞା। ଦର୍ଶକ ମାନେ ବହୁତ ଭଲ ପାଉଛନ୍ତି ଏଠି କୋଠିରେ। ବହୁତ ଲୋକ କାଲିର ନାଟକ କ'ଣ ଥିଲା? କାଲିର ନାଟକ ଥିଲା ବାପ ହେବାଟା ପାପ। ମୋ ଯାତ୍ରା ଜୀବନ ଭିତରେ ବହୁତ ଦୁଃଖ କଷ୍ଟ ସହିଲା ପରେ ବି ଆମେ ଯାତ୍ରା କରିଚାଲିଛୁ। ଆମେ ଦିନରେ ବହୁତ ଦୁଃଖ, ଦିନେ ଦିନେ ଖାଇବାକୁ ଡେରି ହେଉଛି, ବହୁତ ଡେରି। ତାପରେ ବି ଆମେ ରାତିରେ ରଙ୍ଗ ପାଉଡ଼ର ମାରିଲା ପରେ ଦର୍ଶକମାନଙ୍କୁ ଖୁସି କରିବୁ, ବହୁତ ଖୁସିରେ ରଖୁ। ଆଉ ଆମ ଘର ଚିନ୍ତା ହେଲେ ରାତି ପାଇଲେ ଆମେ ଆମ ଘର ଚିନ୍ତା କରୁ। ଛୁଆ ପିଲା କେମିତି ପାଠ ପଢ଼ିବେ, କେମିତି ଖାଇବେ, କ'ଣ କରିବେ, ଭଲ ମନ୍ଦ କରିବେ, ସେ ଚିନ୍ତା କରୁ। ଫେର ଦିନ ହେଇଯାଉ କେଉଁଠି ବାହାର ଜାଗାରେ ପାର୍ଟି ସିଫ୍ଟ ହେଉଥିବ, କେଉଁଠି ଚାଳ ଘର, କେଉଁଠି କୋଠା ଘର, କେଉଁଠି ଭଲ ଘର, କେଉଁଠି ବରଣ୍ଡାରେ ରହିକିରି ଆଜ୍ଞା ଯାତ୍ରା କରିବାକୁ ପଡ଼େ। କ'ଣ କରିବା, ଆମ ଜୀବନ ଭିତରେ ବହୁତ କଷ୍ଟ, ବହୁତ ଦୁଃଖ ହେଲେ ମୁହଁରେ ରଙ୍ଗ ପାଉଡ଼ର ମାରିଲା ପରେ ଆମେ ପୁରା ହସ ଖୁସିରେ ରାତିଟି ବିତେଇ ଦେଉ। ଆଉ କ'ଣ କରିବା ଆଜ୍ଞା। ଯାତ୍ରା ଜଗତରେ ମୁଁ 22 ବର୍ଷ ରହିଲିଣି ଆଜ୍ଞା। କେତେ ବର୍ଷରେ ପାଦ ଦେଲେ? ଆପଣଙ୍କୁ କେତେ ବର୍ଷ ହୋଇଥିଲା ଯାତ୍ରା ଜଗତରେ? 22 ମୋତେ ବର୍ତ୍ତମାନ ହେଲାଣି 52 ବର୍ଷ। 30 ବର୍ଷ ହେଲା ଯାତ୍ରା, 30 ବର୍ଷ ପରେ ଯାତ୍ରା ଜଗତରେ ପାଦ ଦେଇଛି। ଲାଭ କ୍ଷେତ୍ର